ଭଗବାନ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ 564ରେ ହିମାଳୟର ପାଦଦେଶର କରଦ ରାଜ୍ୟ କପିଳବାସ୍ତୁର ଲୁମ୍ବିନୀ ଗ୍ରାମ ବର୍ତ୍ତମାନ ନେପାଳ ଅନ୍ତର୍ଗତରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶୁଦ୍ଧୋଧନ ଓ ମାତାଙ୍କ ନାମ ମାୟାଦେବୀ। ଶୁଦ୍ଧୋଧନଙ୍କ ପ୍ରଜାପତି ଓ ମାୟାଦେବୀ ନାମ୍ନୀ 2 ଜଣ ରାଣୀ ଥିଲେ। ଗୌତମଙ୍କ ପିତୃଦତ୍ତ ନାମ ଥିଲା ସିଦ୍ଧାର୍ଥ। ପିଲାଟି ଦିନୁ ତାଙ୍କଠାରେ ଦେବଲକ୍ଷଣ ଦେଖା ଦେଇଥିଲା। ଜନ୍ମର 7 ଦିନରେ ତାଙ୍କର ମାତା ମାୟାଦେବୀ ଚିରକାଳ ପାଇଁ ଇହଧାମ ତ୍ୟାଗ କରିଥିଲେ। ସିଦ୍ଧାର୍ଥଙ୍କ ଲାଳନ ପାଳନ ଦାୟିତ୍ୱ ମାୟାଦେବୀଙ୍କ ଭଉଣୀ ଗୌତମୀଙ୍କ ଉପରେ ପଡ଼ିଥିଲା। ଜ୍ୟୋତିଷଠୁ ପିତା ଶୁଦ୍ଧୋଧନ ଜାଣିଥିଲେ ଏହି ଶିଶୁ ଦିନେ ସନ୍ନ୍ୟାସୀ ହେବ। ଯେଉଁଦିନ ଏହି ଶିଶୁ ପ୍ରୌଢ଼ ଅବସ୍ଥାରେ ବୃଦ୍ଧ ଅବସ୍ଥା, ରୋଗଗ୍ରସ୍ତ ମଣିଷ, ଶବ ଓ ସନ୍ନ୍ୟାସୀ ଏହିପରି 4 ଜଣ ଦେଖିବେ, ଗୃହ ଛାଡ଼ି ପଳାୟନ କରିବେ। ଶୁଦ୍ଧୋଧନ ତାଙ୍କ ନଅରର ସମସ୍ତ ଦ୍ୱାରର ପ୍ରହରୀମାନଙ୍କୁ ସତର୍କ କରାଇ ଜଣାଇ ଦେଇଦେଲେ ଯେପରି ତାଙ୍କ ପୁତ୍ର ଚିରଦିନ ଉକ୍ତ 4 ଦୃଶ୍ୟରୁ ଦୂରରେ ରହିବ। ତେଣୁ ପିତା ଶୁଦ୍ଧୋଧନ ତାଙ୍କୁ ସଂସାରରେ ଆବଦ୍ଧ କରି ରଖିବା ନିମନ୍ତେ ଗୋପା ନାମୀ ଏକ ସୁନ୍ଦରୀ ରାଜକୁମାରୀ ସହ ବିବାହ କାର୍ଯ୍ୟ ସମ୍ପନ୍ନ କରାଇ ଦେଇଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା। ପୁତ୍ରର ନାମ ରାହୁଳ। ଦିନେ ସିଦ୍ଧାର୍ଥ ସାୟଂ ସମୀରଣ ସେବନ କରିବା ଲାଗି ତାଙ୍କର ମନୋହର ଆନନ୍ଦକାନନ ଅଭିମୁଖରେ ଯାତ୍ରା କରୁଥିଲେ। ବାଟରେ ଜରାଜୀର୍ଣ୍ଣ ଶୀର୍ଣ୍ଣ କଳେବର ବୃଦ୍ଧଙ୍କୁ ଦେଖି ସାରଥୀ ପ୍ରଦ୍ୟୁମ୍ନଙ୍କୁ ପଚାରିଲେ, ପ୍ରଦ୍ୟୁମ୍ନ, ଇଏ ପଳିତ କେଶ ଶ୍ଳଥଚର୍ମ ଲୋକଟି କିଏ? ତାର ଶରୀରର ଶିରାପ୍ରଶିରାଗୁଡ଼ିକ ବୃକ୍ଷଶାଖା ତୁଲ୍ୟ କାହିଁକି ବାହାରକୁ ଦେଖାଯାଉଛି? ସେ ଲୋକଟି ଦନ୍ତହୀନ ଓ ଦୃଷ୍ଟିଶକ୍ତିହୀନ। ବଡ଼ କଷ୍ଟରେ ସେ ବାଡ଼ି ଉପରେ ଭରା ଦେଇ ଥରିଥରି ଯାଉଛି। ଏହାର କାରଣ କ'ଣ? ପ୍ରଦ୍ୟୁମ୍ନ ଉତ୍ତର କଲା, ଏ ଲୋକର ବର୍ତ୍ତମାନ ବୃଦ୍ଧାବସ୍ଥା ଉପନୀତ। ସେ ବଳବୀର୍ଯ୍ୟ ରହିତ କାର୍ଯ୍ୟ କରିବାକୁ ଅସମର୍ଥ ହୋଇଥିବାରୁ ତାର ପୁତ୍ର, ପତ୍ନୀ ଓ ପରିବାରବର୍ଗ ତାହାକୁ ପରିତ୍ୟାଗ କରିଅଛନ୍ତି। ଏସବୁ ଶୁଣି ତାଙ୍କର ପ୍ରାଣ କାନ୍ଦି ଉଠିଲା। ସେ ପୁନରାୟ ସାରଥୀକୁ ପ୍ରଶ୍ନ କଲେ, ଇଏ କ'ଣ ବୃଦ୍ଧଙ୍କର ବଂଶନୀତି ନା ଜଗତର ଧର୍ମ? ସାରଥୀ ଉତ୍ତର ଦେଇଛନ୍ତି, ଏହା ଜଗତର ଧର୍ମ, ସୃଷ୍ଟିର ଚିରନ୍ତନ ନୀତି। ଜଗତର ସମସ୍ତ ପ୍ରାଣୀ ଜରାର ଅଧୀନ। ଆଉ ଦିନେ ଯୁବରାଜ ପ୍ରାତଃଭ୍ରମଣରେ ଯାଉଥିବା ସମୟରେ ଜଣେ ଶୁଷ୍କ କାନ୍ତି ଓ ବିବର୍ଣ୍ଣ ମୁଖ ବିଶିଷ୍ଟ ଲୋକ ନୟନଗୋଚର ହେଲା। ସାରଥୀଙ୍କୁ ପଚାରନ୍ତେ ସାରଥୀ ଉତ୍ତର କଲା, ଏ ବ୍ୟକ୍ତି ରୋଗଗ୍ରସ୍ତ। ତାର ଜୀବନ ଦୀପର ତୈଳ ସରିଯାଉଥିବାରୁ ତା ଆଶୁ ନିର୍ବାପିତ ହେବ। ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଏ ଦଶା ଘଟିଥାଏ। ଆଉ ଦିନେ ଯୁବରାଜ ଭ୍ରମଣ ଉଦ୍ଦେଶ୍ୟରେ ଯାଉଥିବା ବେଳେ ପଥ ମଧ୍ୟରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ଦୃଷ୍ଟିଗୋଚର ହେଲା। ସିଏ ସାରଥୀଙ୍କୁ ତତ୍କ୍ଷଣାତ୍ ପଚାରିଲେ, ଏପରି ଗୋଟିଏ ଲୋକ ପର୍ଯ୍ୟଙ୍କ ଉପରେ ଆପାଦମସ୍ତକ ବସ୍ତ୍ରାବୃତ ହୋଇ ଶୋଇଛି କାହିଁକି? ଲୋକମାନେ କେଉଁଠିକି ବୋହି ନେଇଯାଉଛନ୍ତି? ଏ ନରନାରୀମାନେ କାହିଁକି ଏପରି ହୃଦୟ ବିଦାରକ ବିଳାପ କରୁଛନ୍ତି? ସାରଥୀ ଉତ୍ତର କଲା, ଦେବ, ସେ ଜଣେ ମୃତ ବ୍ୟକ୍ତି। ସେ ତାହାର ସଂସାର ଲୀଳା ସମାପ୍ତ କରି ପତ୍ନୀ, ପୁତ୍ର ଓ ପରିବାରକୁ ଶୋକସାଗରରେ ଭସାଇ ଦେଇ ଚିରଦିନ ପାଇଁ ସଂସାରରୁ ବିଦାୟ ନେଇଛି। ଏହା ଶୁଣି ସିଦ୍ଧାର୍ଥ ବିଷାଦ ଗମ୍ଭୀର କଣ୍ଠରେ କହିଲେ, ଏ ଅସ୍ଥାୟୀ ଅନିତ୍ୟ ଜୀବନ ସୁଖକୁ ଶତାଧିକ। ଏହିପରି ଆଉ ଦିନେ ସାୟଂ ସମୀରଣ ସେବନ କରିବା ଉଦ୍ଦେଶ୍ୟରେ ଗମନ କରୁଥିବା ବେଳେ ଜଣେ ସନ୍ନ୍ୟାସୀ ଅଙ୍ଗରେ କଷାୟ ବସନ ଓ ହସ୍ତରେ ଭିକ୍ଷାପାତ୍ର ଧରି ଯାଉଥିବା ସମୟରେ ସାରଥୀଙ୍କୁ ପ୍ରଶ୍ନ କଲେ, ଏ କିଏ? ସାରଥୀ କହିଲେ, ଯୁବରାଜ, ଏହି ମହାତ୍ମା ସଂସାରାଶ୍ରମ ପରିତ୍ୟାଗ କରି
ସନ୍ନ୍ୟାସୀ ଧର୍ମ ଅବଲମ୍ବନ କରିଛନ୍ତି। ସିଦ୍ଧାର୍ଥ କହିଛନ୍ତି, ସନ୍ନ୍ୟାସୀର ଜୀବନରେ ମୋତେ ନିତ୍ୟ ସୁଖ ଶାନ୍ତି ମିଳିବ। ମୁଁ ଏହି ସୁଧାମୟ ଜୀବନର ଯାତ୍ରୀ ହେବି। ଏହି ଚାରିଗୋଟି ଦୃଶ୍ୟ ଦେଖିଲା ପରେ ମନରେ ତାଙ୍କର ବୈରାଗ୍ୟ ଭାବ ଜାତ ହୋଇଛି। ପିତୃକକ୍ଷରେ ପ୍ରବେଶ କରି ରାଜକୁମାର ଶୁଦ୍ଧୋଧନଙ୍କ ପଦପ୍ରାନ୍ତରେ ଭୂମିଷ୍ଠ ପ୍ରଣାମ କରି ନିଜର ଅଭିପ୍ରାୟ ଜଣାଇଛନ୍ତି। ଶୁଦ୍ଧୋଧନ ବାଷ୍ପ ଗଦଗଦ କଣ୍ଠରେ କହିଛନ୍ତି, ତୁମେ ଏ ନବୀନ ତରୁଣ ବୟସରେ କାହିଁକି ସଂସାର ତ୍ୟାଗ କରିବାକୁ ମନ ବଳାଇଛ? ତୁମର ଅଭାବ କ'ଣ? ମୁଁ ଅଚିରେ ତାହା ପୂରଣ କରିବି। ବୃଦ୍ଧ ପିତା ଓ ମାତା ପ୍ରତି ଦୟାକର, ସଂସାର ତ୍ୟାଗ କର ନାହିଁ। କିଛି କ୍ଷଣ ନୀରବ ରହି ସିଦ୍ଧାର୍ଥ କହିଲେ, ପିତ, ତୁମେ ଦୟାକରି ମୋତେ ଏହି ଚାରିଗୋଟି ବର ଦିଅ। ମୁଁ ସଂସାର ତ୍ୟାଗ କରିବି ନାହିଁ। ପ୍ରଥମ ବରରେ ମୋର ଜୀବନ ଚିରସ୍ଥାୟୀ ହେବ ଓ ଜରା ମୋତେ ସ୍ପର୍ଶ କରିବ ନାହିଁ। ଦ୍ୱିତୀୟରେ ମୋର ଭିକ୍ଷା ଏହି ଯେ ମୁଁ ଚିରଦିନ ରୋଗମୁକ୍ତ ହେବି। ତୃତୀୟରେ ମୁଁ ଚିରଞ୍ଜୀବୀ ହୋଇ ରହିଥିବି। ଚତୁର୍ଥରେ ମୁଁ ଯେଉଁ ଧନ ସମ୍ପଦ ଦ୍ୱାରା ମୋର ସୁଖର ସଂସାର ଗଢ଼ିବି, ତାହାର ଯେପରି କ୍ଷୟ ହେବ ନାହିଁ। ଶୁଦ୍ଧୋଧନ ବିଷାଦ କଣ୍ଠରେ କହିଲେ, ଏପରି ବର ମୁନିଋଷିଙ୍କର ମଧ୍ୟ ଲଭ୍ୟ ହୋଇପାରିନାହିଁ। ଏହି ଦୁର୍ଲଭ ବରଗୁଡ଼ିକ ମୋ ପକ୍ଷରେ ପୂରଣ କରିବା ସମ୍ଭବ ନୁହେଁ। ତାପରେ ସିଦ୍ଧାର୍ଥ କହିଲେ, ମୋତେ ଏହି ବର ଦିଅନ୍ତୁ, ମୁଁ ସଂସାର ତ୍ୟାଗ କରିବି। ବର୍ତ୍ତମାନ ଶୁଦ୍ଧୋଧନ ଦିବ୍ୟଚକ୍ଷୁ ପାଇ ଦେଖିଲେ ଯେ ସେ ପୁତ୍ର ନୁହେଁ, ପୁତ୍ର ନରରୂପୀ ନାରାୟଣ। କିଛି କ୍ଷଣ ଭାବି କହିଲେ, ଯାଅ ବାବା, ଜଗତର ହିତ ସାଧନ କର। ତାପରେ ସିଦ୍ଧାର୍ଥ ସଦ୍ୟଜାତ ଶିଶୁ ଗୋପାଙ୍କର ନିଦ୍ରିତାବସ୍ଥାର ମୁଖ ଦର୍ଶନ କରି ରାଜବାଟୀରୁ ବିଦାୟ ନେଲେ। ରାଜଗୃହ ଗୟାରେ କେତେ ବର୍ଷ ଧର୍ମ ଚର୍ଚ୍ଚା କଲେ, ସେଥିରେ ତାଙ୍କ ମନ ମାନିଲା ନାହିଁ। ସେ ଗଭୀର ତପସ୍ୟାରେ ରତ ରହିଲେ। କିଛି ଦିନ ପରେ ତାଙ୍କର ଜ୍ଞାନୋଦୟ ହେଲା। ସେ ନିଜକୁ ବୁଦ୍ଧ ନାମରେ ପରିଚିତ ହେଲେ। ତାଙ୍କର ପ୍ରିୟତମ ବାଲ୍ୟସଖା ଅଭିମନ୍ୟୁଠାରୁ ଖବର ପାଇଲେ ତାଙ୍କ ପିତା କପିଳବସ୍ତୁ ଯିବା ପାଇଁ ଖବର ପଠାଇଛନ୍ତି। ବୁଦ୍ଧଦେବ କପିଳବସ୍ତୁର ବହୁ ନରନାରୀଙ୍କୁ ନବ ଧର୍ମରେ ଦୀକ୍ଷିତ କରାଇଛନ୍ତି। ଶୁଦ୍ଧୋଧନ ଓ ମା ପ୍ରଜାପତିଙ୍କୁ ନୂତନ ଧର୍ମରେ ଦୀକ୍ଷିତ କରାଇଛନ୍ତି। ଗୋପା ଓ ରାହୁଳକୁ ନବଧର୍ମରେ ଦୀକ୍ଷିତ କରାଇଛନ୍ତି। ବୁଦ୍ଧଦେବଙ୍କ ନିର୍ବାଣ ସମୟକୁ ଗୋପା, ପ୍ରଜାପତି ଓ ରାହୁଳ ନିର୍ବାଣ ଲାଭ କରିଥିଲେ। ତାଙ୍କର ପ୍ରଥମ ଶିଷ୍ୟ ସାରିପୁତ୍ରଙ୍କର ମଧ୍ୟ ନିର୍ବାଣ ଘଟିଥିଲା। ବୁଦ୍ଧଦେବ 43 ବର୍ଷ ଧର୍ମ ପ୍ରଚାର କରି ଖ୍ରୀଷ୍ଟପୂର୍ବ 484ରେ କୁଶୀନଗରଠାରେ ଦେହତ୍ୟାଗ କଲେ। ସେ ଯେଉଁ ଧର୍ମ ପ୍ରଚାର କଲେ, ତାହା ପବିତ୍ର ବୌଦ୍ଧ ଧର୍ମ। ଏହି ଧର୍ମର ନିୟମାବଳୀ ତ୍ରିପିଟକ ନାମକ ଗ୍ରନ୍ଥରେ ଲେଖାଯାଇଛି।